ଚାଇନା ବାଲାମାନେ ରତନ ଟାଟାକୁ ନିଚ ଦେଖିବା ପାଇଁ ଯାଇଥିଲେ, ହେଲେ ସେମାନଙ୍କର ବେଜତି ହୋଇଯାଇଥିଲା। ଘଟଣା ଏମିତିକା ଯେ ଆଜିକି ଠିକ୍ 7 ବର୍ଷ ପୂର୍ବରୁ ଯେତେବେଳେ ଲ୍ୟାଣ୍ଡ ରୋଭର ଯେତେବେଳେ ତାର ନୂଆ କାର୍ ରେଞ୍ଜ ରୋଭରକୁ ଲଞ୍ଚ କଲା, ସେତେବେଳେ ରେଞ୍ଜ ରୋଭରର ପାୱାର ଦେଖିବା ପାଇଁ ସେ ତାଙ୍କ ଗାଡ଼ିକୁ ଚାଇନାର ତିଆନମେନ୍ ମାଉଣ୍ଟେନ୍ ଉପରକୁ ନେଇଯାଇଥିଲେ, ଯେଉଁଠିକି 99ଟା ଡେଡଲି ଟୋନ୍ ଆଉ 999ଟା ତାର ଷ୍ଟେପ୍ ଥିଲା, ଯେଉଁଠି ମଣିଷମାନଙ୍କୁ ଯିବା ପାଇଁ ତାର ହାଲତ ଖରାପ ହୋଇଯାଏ। ସେଇଠି ରେଞ୍ଜ ରୋଭର ବାଲାମାନେ ନିଜର ସକ୍ସେସଫୁଲି ଷ୍ଟଣ୍ଟ କରି ଦେଖାଇଦେଲେ, ଆଉ ତାପରେ ସେମାନଙ୍କର କାର୍ର ସେଲ୍ ବହୁତ ବଢ଼ିଗଲା। ଏହିସବୁ ଘଟଣାକୁ ଦେଖି ଚାଇନା ବାଲାମାନେ ନିଜର ନୂଆ ଲଞ୍ଚ କରିଥିବା ଚାଇନିଜ୍ କାର୍କୁ ରେଞ୍ଜ ରୋଭର କରିଥିବା ଷ୍ଟଣ୍ଟକୁ ରିକ୍ରିଏଟ୍ କରିବା ପାଇଁ ଚେଷ୍ଟା କଲେ, ଆଉ ତାପରେ ଯେଉଁ ହାଲତ ସେମାନଙ୍କର ହେଲା ଏଇଟା ଆପଣମାନେ ଦେଖିପାରୁଥିବେ। ଆଉ ଏହିସବୁ ଭିଡ଼ିଓକୁ ଯେତେବେଳେ ସେ ବନ୍ଦ କରିବା ପାଇଁ ଗଲା ସେତେବେଳେ ବହୁତ ଡେରି ହୋଇଯାଇଥିଲା, କାହିଁକିନା ଏହିସବୁ ଭିଡ଼ିଓ ଇଣ୍ଟରନେଟ୍ରେ ବହୁତ ଜଲ୍ଦି ଭାଇରାଲ୍ ହୋଇଯାଇଥିଲା। ଯଦି ଭିଡ଼ିଓଟିକୁ ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିବେ। ରହିଲି, ଜୟ ଜଗନ୍ନାଥ।